ମହିଳା ନାଗା ସାଧୁଙ୍କ ବିଷୟରେ ଗୋଟେ କଥା ସମସ୍ତେ ଜାଣିବାକୁ ଚାହାନ୍ତି। ମହିଳା ନାଗା ସାଧୁଙ୍କ ଭିତରେ ଥିବା ଯେଉଁ ସତ୍ୟ କଥା ଅଛି ଯେ କି କେହି ବି ଶୁଣିଲେ ସେ ଆଶ୍ଚର୍ଯ୍ୟ ହୋଇଯିବେ। କ'ଣ ମହିଳା ନାଗା ସାଧୁ ନିର୍ବସ୍ତ୍ର ରହନ୍ତି? କ'ଣ ସେ ପୁରୁଷ ନାଗା ସାଧୁ ଭଳି ନିର୍ବସ୍ତ୍ର ହୋଇ ସ୍ନାନ କରନ୍ତି କି? କ'ଣ ମହିଳା ନାଗା ସାଧୁଙ୍କୁ ପିଣ୍ଡଦାନ କରିବାକୁ ପଡ଼ନ୍ତି? କେମିତି କାଟନ୍ତି ତାଙ୍କ ଜୀବନ? କ'ଣ ସତରେ କିନ୍ନରମାନେ ମଧ୍ୟ ସାଧୁ ଅଛନ୍ତି? ଆଜିର ଏହି ଭିଡ଼ିଓରେ ସବୁକିଛି କହିବି, ବାସ୍ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏଥର ମହାକୁମ୍ଭରେ ଆସ୍ଥାର ଲହରୀ ଖେଳି ଉଠିଛି। ଦେଶ ବିଦେଶରୁ ସାଧୁ ସଂଘମାନେ ଆସି ଏହି ମେଳାକୁ ଆହୁରି ଆକର୍ଷଣୀୟ କରିଛି। ସମସ୍ତଙ୍କୁ ସେହି ସମୟର ଅପେକ୍ଷା। ଦୁନିଆର କୋଣ କୋଣରୁ ଆସିଥିବା ସାଧୁ ସଂଘମାନେ ଏହି ମେଳାକୁ ଆହୁରି ଆକର୍ଷଣ କରିବା ପାଇଁ ସାଧୁ ଏବଂ ମହିଳା ନାଗା ସାଧୁମାନେ ସ୍ନାନ କରିବାର ଦୃଶ୍ୟ ସମସ୍ତେ ଦେଖିବା ପାଇଁ ଅପେକ୍ଷାରେ ଥାଏ। ସ୍ନାନ କରି ସାଧୁ ଏବଂ ନାଗା ସାଧୁ ମେଳାକୁ ଆହୁରି ଆକର୍ଷିତ କରିଥାଏ। ମହିଳା ନାଗା ସାଧୁଙ୍କ ଦୁନିଆ ବେଶ ରହସ୍ୟମୟ। ଅନେକ କଠିନ ପରୀକ୍ଷା ଦେଇ ଗତି କରନ୍ତି ଏହି ନାଗା ସାଧୁ। ଯେତେବେଳେ ସାଧୁ ଓ ସନ୍ଥମାନଙ୍କ ବିଷୟରେ ଉଲ୍ଲେଖ କରାଯାଏ, ନାଗା ସାଧୁଙ୍କ ବିଷୟରେ ଅନେକ ପ୍ରକାରର ପ୍ରଶ୍ନ ସମସ୍ତଙ୍କର ମନରେ ରହିଥାଏ। ସେମାନଙ୍କୁ କେବଳ କୁମ୍ଭ ମେଳା କିମ୍ବା କୌଣସି ବଡ଼ ଧାର୍ମିକ ଉତ୍ସବରେ ଦେଖିବାକୁ ମିଳିଥାଏ। ସେମାନେ ଏକ ରହସ୍ୟମୟ ଏବଂ ଶୃଙ୍ଖଳିତ ଜୀବନଯାପନ କଟାନ୍ତି, ଯାହା କଳ୍ପନା କରିବା ମଧ୍ୟ କଷ୍ଟକର। ନାଗା ସାଧୁ କେବଳ ପୁରୁଷ ନୁହନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମହିଳାମାନେ ମଧ୍ୟ ନାଗା ସାଧୁ ଥାନ୍ତି। ନାଗା ସାଧୁ ହେବା ଏତେ ସହଜ ନୁହେଁ। ଏଥିପାଇଁ ସେମାନଙ୍କୁ ଏକ କଠିନ ପରୀକ୍ଷା ଦେଇ ଗତି କରିବାକୁ ପଡ଼ିଥାଏ। ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ବିଭିନ୍ନ ଅଖାଡ଼ାରେ ବାସ କରୁଥିବା ନାଗା ସାଧୁମାନେ ହେଉଛନ୍ତି ହିନ୍ଦୁ ଧର୍ମ ଅନୁସରଣ କରୁଥିବା ସାଧୁ। ଯଦିଓ ମହିଳା ନାଗା ସାଧୁ ଉଲଗ୍ନ ରୁହନ୍ତି ନାହିଁ, ସେମାନେ ନିଜ ଶରୀରରେ ଉଚ୍ଚର ରଙ୍ଗର ଏକ କପଡ଼ା ପିନ୍ଧନ୍ତି। ଏହାକୁ ଗାଣ୍ଟି କୁହାଯାଏ। ଏହି କପଡ଼ାରେ କୌଣସି ସିଲେଇ ହୋଇନଥାଏ। ନାଗା ସାଧୁର କ୍ରୋଧର କାହାଣୀ ମଧ୍ୟ ବହୁତ ଲୋକପ୍ରିୟ, କାରଣ ସେମାନେ ଶିବ ଏବଂ ଅଗ୍ନିଙ୍କର ଭକ୍ତ ଅଟନ୍ତି। ସେମାନେ କାହାର କୌଣସି କ୍ଷତି କରନ୍ତି ନାହିଁ। ମହିଳା ନାଗା ସାଧୁ ହେବା ଏତେ ସହଜ ନୁହେଁ, କାରଣ ଏହି ମହିଳା ସାଧୁମାନଙ୍କୁ ଏକ କଠିନ ପରୀକ୍ଷା ଦେଇ ଗତି କରିବାକୁ ପଡ଼ିଥାଏ। ନାଗା ସାଧୁ ହେବାକୁ ହେଲେ ତାଙ୍କୁ ପ୍ରଥମେ ନିଜକୁ ଭଗବାନଙ୍କ ନିକଟରେ ସମର୍ପିତ କରିବାକୁ ପଡ଼ିଥାଏ। ଏହି ସମୟରେ ତାଙ୍କୁ ସକାଳୁ ଉଠି ଭଗବାନଙ୍କୁ ଉପାସନା କରିବାକୁ ପଡ଼ିଥାଏ। ଖାଲି ଏତିକି ନୁହେଁ, ତାଙ୍କର ଅତୀତ ଜୀବନ ବିଷୟରେ ମଧ୍ୟ ପଚରାଯାଏ ଏବଂ ସେ ଭଗବାନଙ୍କ ପ୍ରତି କେତେ ଉତ୍ସର୍ଗିତ ତାହା ମଧ୍ୟ ପରୀକ୍ଷା କରାଯାଏ। ଏହାପରେ ମହିଳା ନାଗା ସାଧୁ ଜୀବିତ ଥିବାବେଳେ ନିଜର ପିଣ୍ଡ ଦାନ କରିବାକୁ ପଡ଼ିଥାଏ ଏବଂ ଅତୀତ ଜୀବନକୁ ସମ୍ପୂର୍ଣ୍ଣ ଭୁଲିଯିବାକୁ ପଡ଼ିଥାଏ। ମହିଳା ନାଗା ସାଧୁଙ୍କୁ ନାଗିନ ଭାବରେ ସମ୍ବୋଧିତ କରାଯାଏ। ଏହା ବ୍ୟତୀତ ଅନ୍ୟ ସାଧୁମାନେ ତାଙ୍କୁ ମା ବୋଲି ସମ୍ବୋଧିତ କରନ୍ତି। ମହିଳା ନାଗା ସାଧୁ ସମ୍ପୂର୍ଣ୍ଣ ଭାବରେ ଭଗବାନ ଶିବଙ୍କ ପାଇଁ ସମର୍ପିତ ଥାନ୍ତି। ଜାଗ୍ରତ ହେବାଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ସେ ଭଗବାନଙ୍କୁ ପୂଜା କରନ୍ତି।